ଅବପାତ ଦୁର୍ବଳ ହୋଇଛି। ଉତ୍ତର ପୂର୍ବାଞ୍ଚଳରେ ରେଡ୍ ୱାର୍ଣ୍ଣିଂ। ଓଡ଼ିଶାର ବର୍ଷା ସମ୍ଭାବନା। ବାଲେଶ୍ୱର ଓ ସଂଲଗ୍ନ ପଶ୍ଚିମ ଉତ୍ତର ଥିବା ଗଭୀର ଅବପାତ ଶୁକ୍ରବାର ଦୁର୍ବଳ ହୋଇଛି। ଏହା ଉତ୍ତର ପୂର୍ବ ଦିଗକୁ ଗତି କରି ଆଗାମୀ 24 ଘଣ୍ଟା ମଧ୍ୟରେ ଏକ ସଦୃଶ ଲଘୁଚାପ କ୍ଷେତ୍ର ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପାଣିପାଗ ବିଭାଗ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଓଡ଼ିଶାରେ ଜୁନ୍ 1 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକା ମାଧ୍ୟମ ଧରଣର ବଜ୍ରପାତ ଓ ଘଡ଼ଘଡ଼ି 40ରୁ 50 କିଲୋମିଟର ପବନ ବେଗରେ ବହିବାର ସମ୍ଭାବନା ରହିଛି। ଶୁକ୍ରବାର କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ ସମେତ 8ଟି ଜିଲ୍ଲାରେ ପ୍ରବଳ ବର୍ଷାର ଅନ୍ୟ ବହୁଳ ଜିଲ୍ଲା ଅପରାହ୍ନ ସନ୍ଧ୍ୟା ଘଡ଼ଘଡ଼ି ସହ ବର୍ଷା ଓ 30ରୁ 40 ବେଗରେ ପବନ ବହିବାର ସମ୍ଭାବନା ଅଛି। ରଥଯାତ୍ରା ପାଇଁ 24 ଘଣ୍ଟିଆ ବସ୍ ସେବା। ପୁରୀରୁ ଗଡ଼ିବ 1000 ବସ୍, ଭଡ଼ା ଅପରିବର୍ତ୍ତିତ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ 24 ଘଣ୍ଟିଆ ବସ୍ ସେବା ଯୋଗାଇ ଦିଆଯିବ। ଏଥି ପ୍ରାୟ 1000 ବସ୍ ଚଳାଚଳ କରିବାକୁ ଥିବା ବେଳେ ଭଡ଼ା ସତ୍ତ୍ୱେ ବସ୍ ଭଡ଼ା ବୃଦ୍ଧି କରାଯିବ ନାହିଁ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି। ପୁରୀ ତାଳବଣିଆ ଓ ମାଳତୀ ପାଟପୁର ବସ୍ ପାର୍କିଂ ବ୍ୟବହାର କରାଯିବ ଏବଂ ସେଠାରୁ ବଡ଼ଦାଣ୍ଡକୁ ଯାତ୍ରୀ ସୁବିଧା ପାଇଁ 100ଟି ବ୍ୟାଟେରୀ ଚାଳିତ ଗାଡ଼ି ଚାଲିବ। ପରିବହନ କମିଟି ଅମିତାଭ ଠାକୁର ଏହି ସୂଚନା ଦେଇଛନ୍ତି। ବସ୍ରେ ପାନୀୟ ଜଳ ଓ ଫାଷ୍ଟଏଡ୍ କିଟ୍ ରହିବା ସହ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ ନ କରିବାକୁ ତାଗିଦ କରାଯାଇଛି। 4 ଟନ୍ ବିସ୍ଫୋରକ ଲୁଟ୍ ଘଟଣା, 70%ରୁ ଅଧିକ ଉଦ୍ଧାର। ସରଭଣ୍ଡାର ଗୁଳି ବିନିମୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାଙ୍କ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲୁଟ୍ ହୋଇଥିବା 4 ଟନ୍ ବିସ୍ଫୋରକ ମାମଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଲୁଟ୍ ହୋଇଥିବା ବିସ୍ଫୋରକରୁ 70% ଅଧିକ ଝାଡ଼ଖଣ୍ଡ ସୀମାନ୍ତ ସହଭୂମି ଜିଲ୍ଲାରେ ତିରିଆପୋଷ ଅଞ୍ଚଳରେ ଉଦ୍ଧାର କରାଯାଇଛି। ଅନ୍ୟପଟେ ସରଣ୍ଡ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗୁଳି ବିନିମୟ ପରେ ଘଟଣାସ୍ଥଳରେ ବିଜୁଳି ପରିମାଣ ବିସ୍ଫୋରକ ମଧ୍ୟ ଜବର ହୋଇଛି, ତେବେ ଏହାର ପରିଣତ ସୃଷ୍ଟି ହୋଇନାହିଁ। ସୂଚନାଯୋଗ୍ୟ 3 ଦିନ ତଳେ ବାଙ୍କ ଅଞ୍ଚଳରେ ପ୍ରାୟ 40ରୁ ଅଧିକ ମାଓବାଦୀ ବନ୍ଧୁକ ମୁନରେ ଏକ ଟ୍ରକ୍ ଏହି ଟ୍ରନ୍ ବିସ୍ଫୋରକ ଲୁଟ୍ ନେଇଥିଲେ। ଆଇଏନ୍ଏସ୍ ବିକ୍ରାନ୍ତରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅପରେସନ ସିନ୍ଦୁର ପରେ ଶୁକ୍ରବାର ଗୋଆରେ ଆଇଏନ୍ଏସ୍ ବିକ୍ରାନ୍ତ ପରିଦର୍ଶନ କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଠାରେ ସେ ଆଇଏନ୍ଏସ୍ ବିକ୍ରାନ୍ତ କ୍ରୁ ଓ ଅଧିକାରୀଙ୍କୁ ଭେଟିବା ସହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅପରେସନ ସିନ୍ଦୁର ବେଳେ ଏକ ୱାର୍ମ ଅପ୍ ଥିଲା। ଯଦି ସୈନ୍ୟସେନା କାର୍ଯ୍ୟାନୁଷ୍ଠାନ ଦେଇଥାନ୍ତି ତେବେ ପାକିସ୍ତାନୀ କ'ଣ ହୋଇଥାନ୍ତା ତାହା କେବଳ ଭଗବାନ ଜାଣନ୍ତି। 1971 ମସିହାରେ ଯେତେବେଳେ ଭାରତୀୟ ନୌସେନା ତାର ଅସଲ ରୂପ ଆସିଥିଲା, ପାକିସ୍ତାନ 2 ଭାଗ ବିଭକ୍ତ ହୋଇଗଲା। ଏଥର ପାକିସ୍ତାନ 4 ଖଣ୍ଡ ହୋଇ ଭାଙ୍ଗି ଯାଇଥାନ୍ତା। ତେବେ ଆଇଏନ୍ଏସ୍ ବିକ୍ରାନ୍ତ ଭାରତୀୟ ସେନାର ପ୍ରଥମ ସ୍ୱଦେଶୀ ବିମାନ ଭାବେ ଯୁଦ୍ଧକୃତ। ଏହା ନିମନ୍ତେ କୋଚିରେ କରାଯାଇଥିବା ଏହାର ଅନୁମାନିକ ମୂଲ୍ୟ 20,000 କୋଟି। ଏଥିରେ 75% ସ୍ୱଦେଶୀ ସ୍ୱାଦୀର ଉପଯୋଗ ହୋଇଛି। ବିହାର ନିର୍ବାଚନ ଦଳବଦଳ ନେତାଙ୍କୁ ମୋଦିଙ୍କ ତାଗିଦ, କର୍ମୀଙ୍କୁ ବିଜୟ ମନ୍ତ୍ରୀ। ଆସନ୍ତା ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ନେତାଙ୍କୁ ତାଗିଦ କରି ସହ କର୍ମୀଙ୍କୁ ବିଜୟ ମନ୍ତ୍ରୀ ଦେଇଛନ୍ତି। ସେ ସ୍ୱାର୍ଥ ପାଇଁ ଦଳ ବଦଳାଉଥିବା ନେତାଙ୍କୁ କହିଛନ୍ତି ଯେ ବାରମ୍ବାର ଦଳ ଡେଇଁଲେ ଗୁରୁତ୍ୱ କମିଯାଏ ଓ ରାଜନୀତିକ ଧୈର୍ଯ୍ୟ ଜରୁରୀ। ନିଜ ଉଦାହରଣ ଦେଇ ଦୀର୍ଘ ସମୟ ପଛେ ଧାଡ଼ିରେ ରହିପାରେ ଆଗକୁ ଆସିବା ସେ କହିଥିଲେ। ଟିକେଟ ନ ମିଳିଲେ ଦଳ ଛାଡ଼ିବା ଅନୁଚିତ ବୋଲି ସେ କହିଛନ୍ତି। ମୋଦି ସ୍ପଷ୍ଟ କହିଛନ୍ତି ଯେ ରାଜନୀତିରେ ଜମିଦାରୀ ପ୍ରଥା କିମ୍ବା ପରିବାର ଦାବ
ବାପ ପରେ ପୁଅ ଟିକେଟ ଚଳିବ ନାହିଁ। ଆଗାମୀ ପ୍ରାୟ 4 ମାସ ମଧ୍ୟରେ ହେଉଥିବା ନିର୍ବାଚନ ପାଇଁ ସେ ବିକାଶ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବେ। ସୋସିଆଲ ମିଡ଼ିଆରେ ସୁପରଯୋଗ କରି ଯୁବକଙ୍କ ପାଖରେ ସରକାରୀ ନୀତି ପଞ୍ଚାୟତ ବୁଥ ସ୍ତରରେ ସଂଗଠନ ମଜବୁତ କରିବା ଓ ଅହଙ୍କାର ତ୍ୟାଗ କରିବା ଲୋକଙ୍କୁ ସଦସ୍ୟ ମାଧ୍ୟମରେ କରିବାକୁ ଆହ୍ୱାନ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସହିତ କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। କର୍ଣ୍ଣାଟକରେ ଗତ 125 ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ମେ ମାସରେ ଏତେ ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ 28ଟି ଜିଲ୍ଲା ସାଧାରଣଠାରୁ ଅଧିକ ବର୍ଷା ହୋଇଛି। ଏହି ବର୍ଷ ଯୋଗୁଁ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ 3 ଜଣ ମୃତ୍ୟୁ ଘଟିଛି ଏବଂ ବହୁତ ଘରବାଡ଼ି ନଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧମୌଆ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତକୁ ପୁଣି ନାଲି ଆଖି ଦେଖାଇଲା ପାକିସ୍ତାନ। କହିଲା 24 କୋଟି ପାକିସ୍ତାନୀଙ୍କ ମୌଳିକ ଅଧିକାର ସିନ୍ଧୁ ଜଳ। ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିବା ପରେ ବିଳିବିଳେଇ ହେଉଛି ପାକିସ୍ତାନ। ପାକିସ୍ତାନୀ ସେନାର ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର କହିଛନ୍ତି ଯେ ପାକିସ୍ତାନୀ ସିନ୍ଧୁ ଜଳ ପ୍ରଶାସନ କୌଣସି ପ୍ରକାରର ସାଲିସ କରିବା ନାହିଁ। ଏହା 24 କୋଟି ପାକିସ୍ତାନୀଙ୍କ ମୌଳିକ ଅଧିକାର। ଆମେ ଭାରତ ପ୍ରଧାନମନ୍ତ୍ରୀଙ୍କୁ ଆଦୌ ଗ୍ରହଣ କରିବୁ ନାହିଁ। ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବୁ ନାହିଁ। ତେବେ ଭାରତ ସିନ୍ଧୁ ଜଳ ଚୁକ୍ତି ନାମାକୁ ସ୍ଥଗିତ କରିବାର ପରଠାରୁ ପାକିସ୍ତାନୀ ପକ୍ଷରୁ ଏହି ବୟାନବାଜି ଆସୁଛି। 22 ଏପ୍ରିଲରେ ଜାମ୍ମୁ ଓ କାଶ୍ମୀରରେ ପହଲଗାମ ଆକ୍ରମଣ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ 26 ଆତଙ୍କ ହତ୍ୟା କରିବାର ପରେ ଭାରତ ଏହି କଠୋର ପଦକ୍ଷେପ ନେଇଛି। ଭାରତରେ ବୃଦ୍ଧି ପାଉଛି 200 ଏବଂ 500 ଟଙ୍କିଆ ନକଲି ନୋଟ। RBI ସମ୍ପ୍ରତି ରିପୋର୍ଟ ଅନୁଯାୟୀ ଦେଶରେ ବୃଦ୍ଧି ପାଉଛି 200 ଏବଂ 500 ଟଙ୍କିଆ ନକଲି ନୋଟର ସଂଖ୍ୟା। 2022-23ରୁ ଆର୍ଥିକ ବର୍ଷ 500 ଟଙ୍କିଆ ନୋଟ 14.4%ରୁ ଏବଂ 200 ଟଙ୍କିଆ ନୋଟ ମାର୍ଜିକାଲ ବୃଦ୍ଧି ଦେଖାଯାଇଛି, ଯେଉଁଥିରେ 91,110ଟି 500 ଟଙ୍କିଆ ଏବଂ 27,258ଟି 200 ଟଙ୍କିଆ ନକଲି ନୋଟ ଚିହ୍ନଟ ହୋଇଛି। ତେବେ RBI ପକ୍ଷରୁ ନକଲି ନୋଟ ଚିହ୍ନଟ କରିବା ପାଇଁ କେତେ ବୈଶିଷ୍ଟ୍ୟ ବିଷୟରେ ସୂଚନା ଦିଆଯାଇଛି। କରୋନାର ପୁନରୁଗମନ, ସତର୍କ ରହିବାକୁ ପରାମର୍ଶ। ଭାରତରେ କରୋନାର ଭାଇରସର ପ୍ରଭାବ ପୁଣି ବୃଦ୍ଧି ପାଇବାର ଆତଙ୍କ ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ରାଜ୍ୟ ସରକାରମାନେ କୋଭିଡ ପରୀକ୍ଷା ବୃଦ୍ଧି କରିବା ସହ ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେଇଛନ୍ତି। ICMR ସୂଚନା ଅନୁଯାୟୀ ବର୍ତ୍ତମାନ ଦେଶରେ ଓମିକ୍ରନ୍, LF7, XLG, JN1 ଏବଂ NB181 ଭଳି ସବୁ ଭେରିଏଣ୍ଟ ସକ୍ରିୟ ରହିଛି। ତେବେ ଏହି ଭେରିଏଣ୍ଟଗୁଡ଼ିକ ସାଧାରଣତଃ ମୃଦୁ ଲକ୍ଷଣ ପ୍ରକାଶ କରିବାର ଜାଣିପାରିଛି। ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, ଡାଇରିଆ, ଗଳା ଯନ୍ତ୍ରଣା, କାଶ, ଥଣ୍ଡା, ମୁଣ୍ଡବ୍ୟଥା ଓ ଶରୀରର ଯନ୍ତ୍ରଣା ଦେଖାଯାଉଛି। ସ୍ୱାଦ ଓ ଗନ୍ଧ ଚାଲିଯିବା କୋଭିଡର ଏକ ପ୍ରମୁଖ ସଂକେତ। ଅଧିକାଂଶ ସଂକ୍ରମିତମାନଙ୍କଠାରୁ ହାଲୁକା ଜ୍ୱର, ଶୁଖିଲା କାଶ, ନାକ ବନ୍ଦ କିମ୍ବା ନାକରୁ ପାଣି ବୋହିବା ଭଳି ଲକ୍ଷଣ ଦେଖିବାକୁ ମିଳିଛି। ଡାକ୍ତର ଏଭଳି ଲକ୍ଷଣ ଦେଖିଥିଲେ ତୁରନ୍ତ କୋଭିଡ ପରୀକ୍ଷା କରାଇବା ପାଇଁ ମାସ୍କ ପିନ୍ଧିବାକୁ, ନିୟମିତ ହାତ ଧୋଇବା ଏବଂ ସମସ୍ତ ସରକାରୀ ଗାଇଡଲାଇନଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। 1000 ଫୁଟ ତଳକୁ ଖସିଗଲା ବସ୍, ଜଣେ ମୃତ, ଓଡ଼ିଶା ଯାତ୍ରୀ ନିଖୋଜ ଥିବା ସୂଚନା। ସିକିମରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସିକିମରେ ତିସ୍ତା ନଦୀ ତୃଷ୍ଣରେ ବସ୍ 1000 ଫୁଟ ତଳକୁ ଖସି ପଡ଼ିଥିବାର ଜଣେ ମୃତ୍ୟୁ ହୋଇଛନ୍ତି। ଏଥିସହ ଅନେକ ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ଏଥିମଧ୍ୟରୁ ଓଡ଼ିଶାର ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ସେପଟେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଅମିରି ଏବଂ ସ୍ଥାନୀୟ ରେସ୍କ୍ୟୁ ଟିମ୍ ଉଦ୍ଧାର ଜାରି ରଖିଛି। ଗୁରୁତର ଆହତମାନଙ୍କ ମେଡିକାଲ ଭର୍ତ୍ତି କରାଯାଇଛି। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।